ଛୁଆ ଥିଲେ ଏବେ ବଟ୍ ମୁଁ ଏଠିକି ଆସିବାର ମୋର କିଡନାଇନ୍ 2 ବର୍ଷ ପୂର୍ବରୁ ମୁଁ ବହୁତ କଷ୍ଟ ପାଉଥିଲି। ମୁଁ 2 ବର୍ଷ ନା ତା ପୂର୍ବରୁ ବି କାହିଁକିନା ମୋର ୟୁରିନ୍ ବହୁତ ୟେଲୋ ୟେଲୋ ହୁଏ, ପାଣି ବି ପିଏ କିନ୍ତୁ ୟେଲୋ ବହୁତ ହୁଏ। ମୁଁ କହିଲି ୟେଲୋ ହଉଛି ପେଟ ଗରମ ହଉଛି ଟିକେ ଡ୍ରେସ୍ ପିନ୍ଧୁଛି ଆଉ, କିନ୍ତୁ କଣ୍ଟିନ୍ୟୁସ୍ ହୁଏ, ମାନେ ସ୍ମେଲ ବି ବହୁତ ହୁଏ ସାର୍। ସେଠୁ ମୁଁ ଜାଣିପାରେନି। ସେଠୁ ଏବେ 2 ବର୍ଷ ପରେ ଯେତେବେଳେ ମୋ ୱାଇଫ ଖାଇଲେ ଚାଲ ତାଙ୍କର ଜେନେସ୍ ଆସିଲା, ତାଙ୍କର ବି ରେଜଲ୍ଟ ପାଇଲେ, ମୋର ଅଣ୍ଟା ପ୍ରୋବ୍ଲେମ ବହୁତ ହଉଥିଲା। ମୁଁ ଯେତେବେଳେ ଶୋଏ ଉଠି ପାରେନି, ବହୁତ କଷ୍ଟ ପାଏ, ଅଣ୍ଟା ପେନ୍ ହୁଏ। ଗୋଡଟା ଫୁଲେ, ମୁଁ ଭାବୁଛି ଭଲି ଖେଳି ଗୋଡ ଫୁଲି ଯାଇଛି। ଯେତେବେଳେ ମୋ କୋଚ୍ କହିଲେ ତମ ୟୁରିଆ କ୍ରିଏଟିନିନ୍ ୟୁରିକ୍ ଚେକ୍ କରନ୍ତୁ, ମୋର କ୍ରିଏଟିନିନ୍ ବଢିଯାଇଥିଲା, ୟୁରିକ୍ ଏସିଡ୍ 8 ଥିଲା। ତାପରେ ସାର୍ କହିଲେ ତମ 2 ଓଳି ସେକ୍ ପିଅ, ମଲ୍ଟିଭିଟାମିନ୍, କ୍ୟାଲସିୟମ, ଓମେଗା, ଆଲୋ କନସେନ୍ଟ୍ରେଟ୍ ସବୁ ସାରା ସପ୍ଲିମେଣ୍ଟ ନେଲି। ଏବେ ପୁରା ମାସେକର 1 ମନ୍ଥରେ ମୋ ରେଜଲ୍ଟ ନର୍ମାଲ। ଏବେ ଜଷ୍ଟ 4 ଦିନ ତଳେ ଆଉଥରେ ମୁଁ ସାର୍ ସାଙ୍ଗେ କଥା ହଉଥିଲି କରିବି, ସାର୍ କହିଲେ ନାଇଁ ଆର ମାସ ଫାର୍ଷ୍ଟ ୱିକରେ କରିବ। ଏବେ ମୁଁ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛି, ସୁସ୍ଥ ବି ଅଛି, 2 ଓଳି ସେକ୍ ପିଉଛି। ସମସ୍ତେ ସୁସ୍ଥ ରୁହନ୍ତୁ, ସୁଷମ ଖାଦ୍ୟ ଖାଆନ୍ତୁ।